ନମସ୍କାର। ଆଜି ଆମେ କଥା ହେବା ଇରାନର ପରମାଣୁ ସ୍ଥଳଗୁଡ଼ିକ ଉପରେ ହୋଇଥିବା ଆମେରିକୀୟ ଆକ୍ରମଣ ବିଷୟରେ। ଆମ ପାଖରେ ଯେଉଁ ତଥ୍ୟ ଅଛି, ଚାଲନ୍ତୁ ସେଗୁଡ଼ିକୁ ନେଇ ଏହି ପୂରା ଘଟଣାକୁ ଟିକେ ଗଭୀର ଭାବେ ଦେଖିବା। ହଁ, ନିଶ୍ଚୟ। ବର୍ତ୍ତମାନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଘଟଣା। ଆମେ ଚେଷ୍ଟା କରିବା ଏହି ଘଟଣାକ୍ରମକୁ ବୁଝିବା ପାଇଁ, ଆଉ ଏହାର ପରିଣାମ କ'ଣ ହୋଇପାରେ ସେ ବିଷୟରେ ବି ଆଲୋଚନା କରିବା। ତେବେ ଆରମ୍ଭ କରିବା। ପ୍ରଥମେ ଘଟଣାଟା ପ୍ରକୃତରେ କ'ଣ ଥିଲା, କେବେ ଆଉ କେମିତି ହେଲା? ହଁ, ଦେଖନ୍ତୁ, ଏଇଟା ହେଲା ଜୁନ୍ 22, 2025ର କଥା। ଆମେରିକା ଗୋଟେ ବଡ଼ ଅପରେସନ୍ କଲା। ନା ଥିଲା ଅପରେସନ୍ ମିଡନାଇଟ୍ ହ୍ୟାମର। ଏକ ସୁଚିନ୍ତିତ ଏୟାର ଷ୍ଟ୍ରାଇକ୍ ଥିଲା ଏଟା। କେଉଁଠି କରାଗଲା ଏ ଆକ୍ରମଣ? ଏଥିରେ ଇରାନର 3ଟି ମୁଖ୍ୟ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରାଗଲା: ଫୋର୍ଡୋ, ନାଟାଞ୍ଜ ଆଉ ଏସ୍ପାହାନ। ଏଗୁଡ଼ିକ ବହୁତ ସୁରକ୍ଷିତ ଜାଗା ବୋଲି କୁହାଯାଏ। ବାପ୍ରେ! ଆଉ କେଉଁ ଅସ୍ତ୍ର ବ୍ୟବହାର କରାଗଲା? କିଛି ଖାସ୍ ଥିଲା କି? ହଁ, ଏଥିରେ B-2 ଷ୍ଟେଲ୍ଥ ବୋମାରୁ ବ୍ୟବହାର ହୋଇଥିଲା, ଯାହା ରାଡାରରେ ସହଜରେ ଧରାପଡ଼େନି। ଆଉ ସେଥିରେ ଥିଲା GBU-57 ବୋମା, ଯାହାକୁ ମାସେଭ୍ ଅର୍ଡନାନ୍ସ ପେନିଟ୍ରେଟର ବା ବଙ୍କର ବଷ୍ଟର କୁହନ୍ତି। ମାନେ ବହୁତ ଗଭୀରକୁ ଯାଇ ଧ୍ୱଂସ କରିପାରେ। ଓହୋ! ଏହାଛଡ଼ା ସବମେରିନ୍ରୁ ଟମାହକ୍ କ୍ରୁଜ୍ ମିସାଇଲ୍ ମଧ୍ୟ ମାରାଯାଇଥିଲା। ଏତେ ବଡ଼ ପଦକ୍ଷେପ, ଆମେରିକା କ'ଣ କହୁଛି ଏହା ପଛରେ? କାରଣ କ'ଣ ଦେଖାଉଛି? ଦେଖନ୍ତୁ, ରାଷ୍ଟ୍ରପତି ଟ୍ରମ୍ପ ତ ଏହାକୁ ବହୁତ ସଫଳ ଆକ୍ରମଣ କହିଛନ୍ତି, ଆଉ ସେ ଦାବି କରୁଛନ୍ତି ଯେ ଏହି ସ୍ଥଳଗୁଡ଼ିକ ପୂରାପୂରି ଧ୍ୱଂସ ହୋଇଯାଇଛି। ମୁଖ୍ୟ କାରଣ କୁହାଯାଉଛି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଅଟକାଇବା। ବଡ଼ ଯୁଦ୍ଧ ଆରମ୍ଭ କରିବା ଉଦ୍ଦେଶ୍ୟ ନୁହେଁ ବୋଲି କହୁଛନ୍ତି। କିନ୍ତୁ କଥାଟା ସେତିକିରେ ସରୁଛି କି ଆଉ କିଛି ସଂକେତ ମିଳୁଛି? ଏଇଠି ଗୋଟେ କଥା ଅଛି। ପ୍ରତିରକ୍ଷା ସଚିବ ପିଟ୍ ହେକ୍ସେଥ୍ କହୁଛନ୍ତି ଏଟା କେବଳ ପରମାଣୁ ବିପଦର ମୁକାବିଲା ପାଇଁ। କିନ୍ତୁ ଟ୍ରମ୍ପ ନିଜେ ବି କହିଛନ୍ତି ଯେ ଯଦି ଇରାନ ପୁଣି ଚେଷ୍ଟା କରେ, ତାହେଲେ ଶାସନ ପରିବର୍ତ୍ତନ ବି ଗୋଟେ ଅପସନ୍ ହୋଇପାରେ। ଆଚ୍ଛା, ତାହେଲେ ଆମେରିକାର ପ୍ରକୃତ ଲକ୍ଷ୍ୟକୁ ନେଇ ଟିକେ ଦ୍ୱନ୍ଦ୍ୱ ରହୁଛି ନା? ହଁ, ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। ବୁଝିଲି। ଏ ତ ଗଲା ଆମେରିକାର କଥା। ଇରାନ କେମିତି ପ୍ରତିକ୍ରିୟା ଦେଲା? ଇରାନ ତ ଏହାକୁ ଜୋରଦାର ନିନ୍ଦା କରିଛି, ଆଉ କହିଛି ଏହା ସାର୍ବଭୌମତ୍ୱର ଉଲ୍ଲଂଘନ। ଆଉ ପ୍ରଥମେ ସେମାନେ କହିଲେ କ୍ଷୟକ୍ଷତି ବେଶୀ କିଛି ନୁହେଁ, ସାମାନ୍ୟ। କିନ୍ତୁ ଆମେରିକା ତ କହୁଛି ସମ୍ପୂର୍ଣ୍ଣ ଧ୍ୱଂସ। ହଁ, ସେଇଥିପାଇଁ ତ ଆମେରିକା କହୁଛି କ୍ଷତି ଅତ୍ୟନ୍ତ ଗମ୍ଭୀର। ଏଟା ଗୋଟେ ପ୍ରକାର ସୂଚନା ଯୁଦ୍ଧ ବି ଚାଲିଛି। ଆଉ ଇରାନର ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ କିଛି ପଦକ୍ଷେପ ନିଅନ୍ତି, ତାହା ସମାନୁପାତିକ ହେବ। ତେବେ ଏହାର ପ୍ରଭାବ ଆଖପାଖ ଅଞ୍ଚଳରେ କେମିତି ପଡ଼ିଛି? ମଧ୍ୟପ୍ରାଚ୍ୟରେ ତ ଏମିତି ବି ଉତ୍ତେଜନା ଥିଲା, ଏଇଟା ପରେ ଆହୁରି ବଢ଼ିଯାଇଛି। ପ୍ରତିଶୋଧ ଭାବେ ଇରାନ କତାରରେ ଥିବା ଆମେରିକୀୟ ଏୟାରବେସ୍ ଅଲ୍ ଉଦୈଦ୍ ତା ଉପରେ ମିସାଇଲ୍ ମାଡ଼ କରିଥିଲା। ସତରେ? ତାପରେ କ'ଣ ହେଲା? ଖବର ଅନୁସାରେ କତାର ସେ ମିସାଇଲଗୁଡ଼ିକୁ ମଝିରେ ରୋକିଦେଇଛି। କିଛି କ୍ଷତି ହୋଇନି ବୋଲି କୁହାଯାଉଛି। ଆଶ୍ୱସ୍ତିକର କଥା। କିନ୍ତୁ ପରିସ୍ଥିତି ନିଶ୍ଚୟ ଗମ୍ଭୀର ଥିବ। ଏକଦମ, ବହୁତ ସମ୍ବେଦନଶୀଳ ସ୍ଥିତି। ଆଉ ବିଶ୍ୱସ୍ତରରେ ବାକି ଦେଶମାନେ କ'ଣ କହୁଛନ୍ତି? ପ୍ରାୟ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ୟୁରୋପୀୟ ସଂଘ, ଜାତିସଂଘ, ରୁଷିଆ, ଚୀନ ସମସ୍ତେ କହୁଛନ୍ତି ସଂଯମ ରକ୍ଷା କର। ରୁଷିଆ ତ ଏହାକୁ ପାଣ୍ଡୋରା ବାକ୍ସ ଖୋଲିବା ସହ ତୁଳନା କରିଛି। ମାନେ ଏମିତି କାମ ଯାହା ଅନେକ ନୂଆ ସମସ୍ୟା ତିଆରି କରିପାରେ। ଏପରିକି ପରମାଣୁ ବିପର୍ଯ୍ୟୟର ଆଶଙ୍କା କଥା ବି କହିଛି। ଏହା ବାସ୍ତବରେ ଚିନ୍ତାର ବିଷୟ। ହଁ, ଆଉ ଆମେରିକା ନିଜେ ବି ସାରା ବିଶ୍ୱ ପାଇଁ ଗୋଟେ ଟ୍ରାଭେଲ୍ ୱାର୍ଣ୍ଣିଂ ଜାରି କରିଛି। ଏପରିକି ଆୟାରଲାଣ୍ଡ ଭଳି ଦେଶ ନିଜ ନାଗରିକଙ୍କୁ ଇରାନ ଆଉ ଇସ୍ରାଏଲରୁ ବାହାର କରି ଆଣିବାକୁ ବ୍ୟବସ୍ଥା କରୁଛି। ଏଥିରୁ ପରିସ୍ଥିତିର ଗମ୍ଭୀରତା ବୁଝାପଡ଼ୁଛି। ତେବେ ଏହି ପୂରା ଘଟଣାକ୍ରମର ମୁଖ୍ୟ ତାତ୍ପର୍ଯ୍ୟ କ'ଣ? ଏହାର ଗୁରୁତ୍ୱ କେଉଁଠି? ଏହାର ସବୁଠୁ ବଡ଼ ଗୁରୁତ୍ୱ ହେଲା ଜୁନ୍ ମଝିରେ ଯେଉଁ ଇରାନ ଇସ୍ରାଏଲ ସଂଘର୍ଷ ଆରମ୍ଭ ହୋଇଥିଲା, ସେଥିରେ ଏଇଟା ହେଉଛି ଆମେରିକାର ପ୍ରଥମ ସିଧାସଳଖ ସାମରିକ ହସ୍ତକ୍ଷେପ। ଠିକ୍। ଆଉ ପରିସ୍ଥିତି ଏବେ ବି ବହୁତ ଅସ୍ଥିର। ଇରାନ କେମିତି ପ୍ରତିଶୋଧ ନେବ, ସେଇଟା ବଡ଼ କଥା। ସେମାନେ ସିଧା ସାମରିକ ଆକ୍ରମଣ ନ କରି ହୁଏତ ସାଇବର ଆଟାକ୍ କରିପାରନ୍ତି କିମ୍ବା ତାଙ୍କ ସମର୍ଥିତ ଗୋଷ୍ଠୀଙ୍କୁ ବ୍ୟବହାର କରିପାରନ୍ତି। ଏହାକୁ ଅସମାନ ଯୁଦ୍ଧ କୁହାଯାଏ। ମାନେ ଯୁଦ୍ଧ ଆହୁରି ବ୍ୟାପିବାର ଆଶଙ୍କା ଅଛି। ହଁ, ଆଞ୍ଚଳିକ ସ୍ତରରେ ଏକ ବଡ଼ ସଂଘର୍ଷର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ତବେ ଆନ୍ତର୍ଜାତୀୟ ଚାପ ବି ବହୁତ ଅଛି ଯୁଦ୍ଧକୁ ରୋକିବା ପାଇଁ। କୂଟନୈତିକ ସ୍ତରରେ କଥାବାର୍ତ୍ତା ଚାଲିଛି। ତେବେ ଏସବୁ ଆଲୋଚନାରୁ କ'ଣ ଶିଖିବାକୁ ମିଳିଲା? ମୋଟାମୋଟି ଭାବେ ଆମେରିକାର ଏ ପଦକ୍ଷେପ ଗୋଟେ ବଡ଼ ମୋଡ଼ ଆଣିଛି ନିଶ୍ଚୟ। ଆଗକୁ କ'ଣ ହେବ ସେ ନେଇ ଅନେକ ପ୍ରଶ୍ନ। ହଁ, ଆଉ ସବୁଠୁ ବଡ଼ ପ୍ରଶ୍ନ ଯାହା ମନକୁ ଆସୁଛି ସେଇଟା ହେଲା ଆମେରିକାର ଏ ଯେଉଁ ସିଧାସଳଖ ସମ୍ପୃକ୍ତି,
ଏଇଟା କ'ଣ କେବଳ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଗୋଟେ ସୀମିତ କାର୍ଯ୍ୟାନୁଷ୍ଠାନ, ନା ଏହା ଏକ ବଡ଼, ଆହୁରି ଜଟିଳ ଆଉ ଅନିୟନ୍ତ୍ରିତ ଆଞ୍ଚଳିକ ସଂଘର୍ଷର ଆରମ୍ଭ ମାତ୍ର, ଯାହାର ପରିଣାମ ବହୁତ ଦୂରଗାମୀ ଆଉ ଅପ୍ରତ୍ୟାଶିତ ହୋଇପାରେ? ଏ ପ୍ରଶ୍ନର ଉତ୍ତର ବୋଧହୁଏ ଆଗାମୀ କିଛି ଦିନ ବା ସପ୍ତାହ ହିଁ ଦେବ, ଦେଖାଯାଉ।